ନମସ୍କାର ବନ୍ଧୁମାନେ 7 ଅକ୍ଟୋବର 2025 ମଙ୍ଗଳବାର ଦିନଠାରୁ ଆରମ୍ଭ ହେଉଛି ପୁଣ୍ୟର ମାସ କାର୍ତ୍ତିକ ମାସ। ଏହି ଭିଡ଼ିଓରେ ଆମେ ଆଲୋଚନା କରିବା ଧର୍ମର ମାସରେ କାର୍ତ୍ତିକ ମାସରେ କେଉଁ କାର୍ଯ୍ୟ କଲେ ଆମକୁ ପୁରା ମାସର ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ ଏବଂ କେଉଁ କାର୍ଯ୍ୟ କରିବା ଅନୁଚିତ ହୋଇଥାଏ, କେଉଁ ଖାଦ୍ୟ ଖାଇଲେ ଆମକୁ ପୂର୍ଣ୍ଣ ଫଳ ପ୍ରାପ୍ତି ହୋଇନଥାଏ ଏବଂ କେଉଁ ଖାଦ୍ୟ ଖାଇଲେ ପୁରା ମାସର ଧର୍ମ ନଷ୍ଟ ହୋଇଥାଏ। ସେଥିପାଇଁ ଆପଣଙ୍କୁ ଗୋଟିଏ ଅନୁରୋଧ, ଆପଣ ଫାଇଦା ପାଇଁ ଏହି ଭିଡ଼ିଓକୁ ଥରେ ମାତ୍ର ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଶ୍ରୀ ବିଷ୍ଣୁ, ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ବନ୍ଧୁମାନେ, ଶାସ୍ତ୍ରରେ କୁହନ୍ତି କାର୍ତ୍ତିକ ମାସ ଭଳି ଆଉ କୌଣସି ମାସ ନାହିଁ। ଆମର ଯେଉଁ 12 ଗୋଟି ମାସ ଅଛି, ସେହି 12 ମାସରୁ କାର୍ତ୍ତିକ ମାସ ହେଉଛି ସର୍ବଶ୍ରେଷ୍ଠ ମାସ। ସତ୍ୟ ଯୁଗ ଭଳି ଯୁଗ ନାହିଁ, ବେଦ ଭଳି ଶାସ୍ତ୍ର ନାହିଁ ଏବଂ ଗଙ୍ଗା ଭଳି ପବିତ୍ର ତୀର୍ଥ ସଂସାରରେ ବା ଦୁନିଆରେ ଭୂମଣ୍ଡଳରେ ନାହିଁ। ତେଣୁ ମାସମାନଙ୍କ ମଧ୍ୟରେ କାର୍ତ୍ତିକ ମାସ ହେଉଛି ସବୁଠାରୁ ଶ୍ରେଷ୍ଠ ଏବଂ କାର୍ତ୍ତିକ ମାସକୁ ଧର୍ମର ମାସ ବୋଲି କୁହନ୍ତି, ପୂର୍ଣ୍ଣ ମାସ ବୋଲି କୁହାଯାଇଥାଏ। ଏହି କାର୍ତ୍ତିକ ମାସ ଶରତ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମା ବା ରାହାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି କାର୍ତ୍ତିକ ମାସର ଭୋଗ ହୁଏ। ଏହି କାର୍ତ୍ତିକ ମାସରେ ସୂର୍ଯ୍ୟ ମହାଗ୍ରହ ତୁଳା ରାଶିରେ ସଞ୍ଚାର କରିଥାନ୍ତି। ଏହି 2025 ମସିହାରେ ଅକ୍ଟୋବର 7 ତାରିଖ ମଙ୍ଗଳବାର ଠାରୁ ନେଇ ନଭେମ୍ବର 5 ତାରିଖ ବୁଧବାର ପର୍ଯ୍ୟନ୍ତ ଏହି କାର୍ତ୍ତିକ ମାସ ଭୋଗ ହେବ। ଏହି ମାସରେ ମୁଖ୍ୟତଃ 10 ଗୋଟି କାର୍ଯ୍ୟକୁ ପ୍ରାଧାନ୍ୟ ଦିଆଯାଇଥାଏ। ଆପଣଙ୍କୁ ନିବେଦନ, ଆପଣ ଚେଷ୍ଟା କରନ୍ତୁ ଏହି କାର୍ତ୍ତିକ ମାସରେ ଏହି 10 ଗୋଟି କାର୍ଯ୍ୟ କରିବା ପାଇଁ। କ'ଣ ସେହି 10 ଗୋଟି କାର୍ଯ୍ୟ? ସ୍କନ୍ଦ ପୁରାଣ କୁହନ୍ତି ଏହି କାର୍ତ୍ତିକ ମାସ ଆରୋଗ୍ୟ ଲାଭ ପାଇଁ, ରୋଗ ନାଶ ପାଇଁ, ସଦ୍ବୁଦ୍ଧି ପ୍ରାପ୍ତି ପାଇଁ ତଥା ମା ଲକ୍ଷ୍ମୀ ସାଧନା ପାଇଁ ସର୍ବୋତ୍ତମ ଅଟେ। ତେଣୁ ଏହି କାର୍ତ୍ତିକ ମାସ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆମେ ଆମର ଜୀବନରେ ଏହି କାର୍ତ୍ତିକ ମାସରେ 10ଟି କାର୍ଯ୍ୟ ନିହାତି କରିବା ଦରକାର। କ'ଣ ସେହି 10ଟି କାର୍ଯ୍ୟ ଆସନ୍ତୁ ଜାଣିବା। ତୀର୍ଥ ନଦୀରେ ସ୍ନାନ କରିବା, ବ୍ରତ ରଖିବା, ଦୀପଦାନ କରିବା, ଭୂମିରେ ଶୟନ କରିବା, ତୁଳସୀ ପୂଜନ କରିବା, ସାତ୍ତ୍ୱିକ ଭୋଜନ କରିବା, ତୈଳ ନ ଲଗାଇବା, ଇନ୍ଦ୍ରିୟ ସଂଯମତା ରକ୍ଷା କରିବା, ଦାନ କରିବା ଏବଂ ପୂଜାପାଠ କରିବା। ଏହିଭଳି 10ଟି କାର୍ଯ୍ୟ ଏହି କାର୍ତ୍ତିକ ମାସରେ କରିବା ନିହାତି ଆବଶ୍ୟକ। ପ୍ରଥମ କାର୍ଯ୍ୟଟି ହେଉଛି ସ୍ନାନ କରିବା। ସାଧାରଣତଃ ଆମେ ଅନ୍ୟ ଦିନମାନଙ୍କରେ ଯେତେବେଳେ ସ୍ନାନ କରୁଛେ, କିନ୍ତୁ କାର୍ତ୍ତିକ ମାସରେ ଶାସ୍ତ୍ର କହୁଛନ୍ତି କି ଆପଣଙ୍କୁ ପ୍ରାତଃ ସ୍ନାନ କରିବା ପାଇଁ। ଯଦି କାର୍ତ୍ତିକ ମାସରେ ଆପଣ ପ୍ରାତଃ ସ୍ନାନ କରୁଛନ୍ତି, ତାହେଲେ ଆପଣଙ୍କୁ କୋଟି ପୁଣ୍ୟ ପ୍ରାପ୍ତି ହୋଇଥାଏ। ଏହି କାର୍ତ୍ତିକ ମାସରେ ସାଧାରଣତଃ ତୀର୍ଥ ନଦୀମାନଙ୍କରେ ସ୍ନାନ କରିବା ଉଚିତ। ଯଦି ଆପଣ ପାଖାପାଖି ତୀର୍ଥ ନଦୀ ନାହିଁ, ତ ଆପଣ ତୀର୍ଥ ନଦୀ ସ୍ନାନ କରିପାରିବେ ନାହିଁ, ତାହେଲେ ଆପଣ ଯଦି ଘରେ ସ୍ନାନ କରିବେ, ଗଙ୍ଗା ଜଳରେ ଶୁଦ୍ଧ ଜଳ ମିଶାଇ ଆପଣ ସ୍ନାନ କରିବେ। ପ୍ରାତଃ ସ୍ନାନ କରିବା ଦ୍ୱାରା ଶରୀର ଶୁଦ୍ଧ ହେବା ସହିତ ଆମର ମନ ଶାନ୍ତ ରହିଥାଏ। ଶାସ୍ତ୍ର କୁହନ୍ତି ଭଗବାନ ବିଷ୍ଣୁ ଏହି କାର୍ତ୍ତିକ ମାସରେ ଜଳରେ ନିବାସ କରିଥାନ୍ତି। ତେଣୁ ପ୍ରାତଃ ସମୟରେ ସୂର୍ଯ୍ୟ ଉଦୟ ପୂର୍ବରୁ ଆପଣଙ୍କୁ ସ୍ନାନ କରିବାକୁ ପଡ଼ିବ। ଏହାଦ୍ୱାରା ଆମକୁ ପୁରା କାର୍ତ୍ତିକ ମାସର ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ। ବନ୍ଧୁ, 2 ନମ୍ବର କଥା ହେଲା କି ବ୍ରତ। 3 ନମ୍ବର କଥା ହେଲା କି ଦୀପଦାନ କରିବା। ଧର୍ମସିନ୍ଧୁ ଗ୍ରନ୍ଥ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି କି ଯେଉଁ ବ୍ୟକ୍ତି ବିଶେଷମାନେ କାର୍ତ୍ତିକ ମାସରେ ଦୀପଦାନ କରନ୍ତି, ସେମାନେ 16 କଳାକୁ ପ୍ରାପ୍ତ କରିଥାନ୍ତି। କାର୍ତ୍ତିକ ମାସରେ ଦୀପ ଦାନ କରିବାର ଅର୍ଥ ସମସ୍ତ ଦାନର ପୁଣ୍ୟ ଫଳକୁ ପ୍ରାପ୍ତ କରିବା। ତେଣୁ କାର୍ତ୍ତିକ ମାସରେ ଦୀପ ଦାନ କରିବା ବିଶେଷ ମହତ୍ତ୍ୱ ରହିଅଛି। ପ୍ରତ୍ୟେକ ଦିନ ସକାଳୁ ପ୍ରାତଃ ସ୍ନାନ କରିସାରିଲା ପରେ ସୂର୍ଯ୍ୟ ମହାଗ୍ରହକୁ ପୂଜା କରିବା, ସୂର୍ଯ୍ୟ ମହାଗ୍ରହକୁ ଦୀପଦାନ କରିବା, ତାପରେ ମା ବୃନ୍ଦାବତୀକୁ
ଜଳ ସମର୍ପଣ କରିବା, ବୃନ୍ଦାବତୀକୁ ପୂଜା କରି ବୃନ୍ଦାବତୀକୁ ଦୀପଦାନ କରିବା ଉଚିତ। ତାପରେ ରାଇ ଦାମୋଦରର ପୂଜା କରିବା ବିଧି ରହିଅଛି। ଏହି କାର୍ତ୍ତିକ ମାସରେ ଯଦି ଆମେ କାର୍ତ୍ତିକ ମାସରେ ଦୀପଦାନ କରୁଛେ, ତାହେଲେ ସମସ୍ତ ପୁଣ୍ୟ ଫଳ ଆମକୁ ପ୍ରାପ୍ତ ହୋଇଥାଏ। ଚତୁର୍ଥ କଥା ହେଉଛି ଭୂମିରେ ଶୟନ କରିବା। କାର୍ତ୍ତିକ ମାସରେ ଖଟ, ଗଦି, ତକିଆ ଆଦିରୁ ବିଚ୍ୟୁତ ରହି ଭୂମି ଉପରେ ଶୟନ କରିବା ଦରକାର। ଏହାଦ୍ୱାରା କାର୍ତ୍ତିକ ମାସରେ ସମ୍ପୂର୍ଣ୍ଣ ପୁଣ୍ୟ ଫଳ ଆମକୁ ପ୍ରାପ୍ତି ହୋଇଥାଏ ଏବଂ ବୁଦ୍ଧି ବିକଶିତ ହୋଇଥାଏ। ପ୍ରଭୁଙ୍କ ଚରଣରେ ଆମକୁ ସ୍ଥାନ ମିଳିଥାଏ। ତେଣୁ ଏହି କାର୍ତ୍ତିକ ମାସରେ ଯେଉଁମାନେ କାର୍ତ୍ତିକ ବ୍ରତ କରୁଛନ୍ତି, ସେମାନେ କହି ରଖିବାକୁ ଚାହିଁବି କି ଆପଣ ଖଟ ଗଦି ପରିତ୍ୟାଗ କରି ଆପଣ ଭୂମିରେ ଶୟନ କରନ୍ତୁ। ପୁରା ମାସ ପୁଣ୍ୟ ଫଳ ଆପଣଙ୍କୁ ପ୍ରାପ୍ତି ହେବ। ପଞ୍ଚମ କଥା ହେଉଛି ତୁଳସୀ ପୂଜନ କରିବା। କାର୍ତ୍ତିକ ମାସ ତୁଳସୀ ପୂଜାର ବିଶେଷ ମହତ୍ତ୍ୱ ରହିଛି। ଏମିତିକି ସମସ୍ତ ସନାତନ ଧର୍ମ ମନୁଷ୍ୟମାନେ ମା ବୃନ୍ଦାବତୀକୁ ପୂଜା କରନ୍ତି। କିନ୍ତୁ କାର୍ତ୍ତିକ ମାସ ଗୋଟିଏ ଏଭଳି ମାସ, ଏହି ମାସରେ ବିଶେଷ ଭାବରେ ମା ବୃନ୍ଦାବତୀକୁ, ମା ତୁଳସୀକୁ ପୂଜା କରିବା ବିଧିବିଧାନ ରହିଅଛି। ପ୍ରତ୍ୟେକ ମନୁଷ୍ୟ ପ୍ରତ୍ୟେକ ଦିନ ତୁଳସୀ ମାତାକୁ ପୂଜା କରୁଥାଏ। ତୁଳସୀ କେବଳ ଯେ ଆମ ପରିବାରର ଅନିଷ୍ଟ ସିଦ୍ଧି କରନ୍ତି ନାହିଁ, ତୁଳସୀଙ୍କର ମହିମା ବହୁତ ଅପାର ରହିଅଛି। ଯମଦୂତଙ୍କ ଠାରୁ ମଧ୍ୟ ମା ବୃନ୍ଦାବତୀ, ମା ତୁଳସୀ ଆମକୁ ରକ୍ଷା କରିଥାନ୍ତି ଏବଂ ଧର୍ମ, ଅର୍ଥ, କାମ ପ୍ରାପ୍ତ ହୋଇଥାଏ। ଧର୍ମସିନ୍ଧୁ ଗ୍ରନ୍ଥ ସୁନ୍ଦର ଭାବରେ ତୁଳସୀ ପୂଜନ ବିଷୟରେ କହନ୍ତି। ଏହି କାର୍ତ୍ତିକ ମାସ ଭଗବାନ ହରିଙ୍କୁ ଯେଉଁ ବ୍ୟକ୍ତି ବିଶେଷ ଲକ୍ଷେ ତୁଳସୀ ଅର୍ପଣ କରନ୍ତି, ସେ ବ୍ୟକ୍ତି ପ୍ରତ୍ୟେକ ତୁଳସୀ ପତ୍ରରେ ଗୋଟିଏ ଗୋଟିଏ ମୁକ୍ତ ଦାନ କରିବା ସହିତ ସମାନ। ମୁକ୍ତ ଦାନ କଲେ ଯେମିତି ପୁଣ୍ୟ ଫଳ ମିଳେ, ପ୍ରଭୁ ହରିଙ୍କୁ ଏହି କାର୍ତ୍ତିକ ମାସରେ ଯଦି ଆମେ ତୁଳସୀ ଲାଗି କରୁଛେ କିମ୍ବା ଚେଷ୍ଟା କରିବା ଲକ୍ଷେ ତୁଳସୀ ଲାଗି କରିବା ପାଇଁ, ଯଦି ଆମେ ପ୍ରଭୁଙ୍କୁ ତୁଳସୀ ଲାଗି କରୁଛେ କାର୍ତ୍ତିକ ମାସରେ, ତାହେଲେ ମୁକ୍ତ ଦାନର ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ। ଆହୁରି ମଧ୍ୟ କୁହାଯାଇଛି, ଯେଉଁ ତୁଳସୀ ମଞ୍ଜରେ ଯଦି ସେହି ତୁଳସୀ ମଞ୍ଜକୁ କାର୍ତ୍ତିକ ମାସରେ ଭଗବାନ ଶ୍ରୀହରିଙ୍କୁ ନେଇ ପୂଜା କରୁଛେ, ତାହେଲେ ଅନନ୍ତ କୋଟିର ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ। ଏହି କାର୍ତ୍ତିକ ମାସରେ ମଧ୍ୟ ଅଁଳା ବୃକ୍ଷ ପୂଜନର ବିଧି ରହିଅଛି। ଶାସ୍ତ୍ର କହୁଛନ୍ତି, ଏହି କାର୍ତ୍ତିକ ମାସରେ ଯେଉଁ ବ୍ୟକ୍ତି ବିଶେଷ ମାନେ ଅଁଳା ବୃକ୍ଷକୁ ପୂଜା କରନ୍ତି ଏବଂ କାର୍ତ୍ତିକ ମାସରେ ଅଁଳା ବୃକ୍ଷ ତଳେ ବ୍ରାହ୍ମଣମାନଙ୍କୁ ଭୋଜନ ଦାନ କରନ୍ତି ଏବଂ ବନ୍ଧୁ ପରିଜନ ସହିତ ଯଦି ନିଜ ଅଁଳା ଗଛ ମୂଳେ ଭୋଜନ କରନ୍ତି, ତାହେଲେ ଅନନ୍ତ ଗୁଣ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ। ଏହି କାର୍ତ୍ତିକ ମାସରେ ତୁଳସୀ ପୂଜନ ସହିତ ଅଁଳା ବୃକ୍ଷର ପୂଜନ ମଧ୍ୟ ବିଧି ରହିଅଛି। 6 ନମ୍ବର କଥା ହେଲା କି ତୈଳ ବର୍ଜନ କରିବା। କାର୍ତ୍ତିକ ମାସରେ ଦେହରେ ଆମେ ତେଲ ଲଗାଇବା ଅନୁଚିତ। ପୁରା ମାସ ତେଲ ବର୍ଜନ କଲେ ଅଖଣ୍ଡ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ। ସପ୍ତମ କଥା ହେଲା ସାତ୍ତ୍ୱିକ ଭୋଜନ କରିବା। ଏହି କାର୍ତ୍ତିକ ମାସରେ ବା ଧର୍ମର ମାସ, ଆମର ଖାଦ୍ୟ ପଦାର୍ଥ ଉପରେ ଆମକୁ ସଂଯମତା ରଖିବାକୁ ପଡ଼ିବ। କାର୍ତ୍ତିକ ମାସରେ ଗାଜର, ମୂଳା, ଶାଳଗମ, ପିଆଜ, ରସୁଣ, ହେଙ୍ଗୁ, ସଜନା, ବାଇଗଣ, ପାଣିକଖାରୁ, ପଣସ, ତରଭୁଜ, କଇଥ ଏବଂ ଯେଉଁ ଦ୍ରବ୍ୟକୁ 2 ଥର ରୋଷେଇ କରାଯାଏ, ସେହିଭଳି ଦ୍ରବ୍ୟକୁ ବର୍ଜନ କରିବା ଦରକାର। ଯେମିତି ଆପଣଙ୍କର ସୁଜି ହାଲୁଆ। ପ୍ରଥମେ ଆମେ ସୁଜିକୁ ଭାଜୁଛେ, ତାପରେ ପୁଣି କ୍ଷୀର ଦେଇ ସିଝାଉଛେ, ତେଣୁ 2 ଥର କରାଗଲା। ତେଣୁ ବିଶେଷ ଭାବରେ କାର୍ତ୍ତିକ ମାସରେ ସୁଜିକୁ ବର୍ଜନ କରିବା ଦରକାର। ତା ସହିତ ଆମିଷ ବାସି ଖାଦ୍ୟ, ହରଡ଼, ମସୁର, ଚଣା, କୋଳଥ ଆଦିକୁ ମଧ୍ୟ ବର୍ଜନ କରିବା ଉଚିତ। ସପ୍ତମ ତିଥିରେ ଅଁଳା ଏବଂ ରାଶି ଖାଇବା ମନା ଅଟେ। ଅଷ୍ଟମୀ ତିଥିରେ ନଡ଼ିଆ ଖାଇବା ଅନୁଚିତ। ଏହି କାର୍ତ୍ତିକ ମାସରେ ଆମେ ଆମର ଖାଦ୍ୟ ଉପରେ ସଂଯମତା ରକ୍ଷା କରିବାକୁ ପଡ଼ିବ। ଅଷ୍ଟମ କଥା ହେଉଛି
ଇନ୍ଦ୍ରିୟ ସଂଯମତା ରଖିବା। କାର୍ତ୍ତିକ ମାସରେ ଯଦି ଆମେ ବ୍ରତ ରଖୁଛେ ବା ଯଦି ବ୍ରତ ନ ରଖୁଛେ ତାହେଲେ ମଧ୍ୟ ଏହି କାର୍ତ୍ତିକ ମାସରେ ଆମେ ଆମର ଇନ୍ଦ୍ରିୟମାନଙ୍କ ଉପରେ ସଂଯମତା ରକ୍ଷା କରିବାକୁ ହେବ। କେମିତି ଆମେ ସଂଯମତା ରକ୍ଷା କରିବା? କାର୍ତ୍ତିକ ମାସରେ ଆମେ ଖରାପ କାମ କରିବା ନାହିଁ, କୁକର୍ମ କରିବା ନାହିଁ, ଲୋଭ କରିବା ନାହିଁ, କ୍ରୋଧ କରିବା ନାହିଁ, କାହା ବିଷୟରେ କୌଣସି ଖରାପ ଚିନ୍ତାଧାରା ଆଣିବା ନାହିଁ ଏବଂ କାହା ଅନିଷ୍ଟ ହେଲା ଭଳି କୌଣସି କାର୍ଯ୍ୟ କରିବା ନାହିଁ। ଏଭଳି ଆମର ଇନ୍ଦ୍ରିୟକୁ ସଂଯମତା କରିବା ଦରକାର। ଏହା କାର୍ତ୍ତିକ ମାସରେ ମଧ୍ୟ ମୁଖ୍ୟ ଭୂମିକା। ନବମ କଥା ହେଉଛି ଦାନ କରିବା। ଏହି କାର୍ତ୍ତିକ ମାସରେ ସ୍ନାନ ଦାନ କରିବାର ବହୁତ ମହତ୍ତ୍ୱ ରହିଅଛି। ଏହି କାର୍ତ୍ତିକ ମାସରେ ଆପଣ କୌଣସି ବ୍ରାହ୍ମଣ କିମ୍ବା ଆପଣଙ୍କର କୁଳ ପୁରୋହିତକୁ ଦାନ କରନ୍ତୁ। ଦାନ କରିବାର ବିଶେଷତା ଏହି କାର୍ତ୍ତିକ ମାସରେ ହିଁ ରହିଅଛି। ତେଣୁ କାର୍ତ୍ତିକ ମାସରେ ଆପଣ ଯଦି ଦାନ କରୁଛନ୍ତି ତାହେଲେ ଅନ୍ନ ଦାନ ହେଉ, ତାହା ବସ୍ତ୍ର ଦାନ ହେଉ, ଯେକୌଣସି ବି ଦାନ ଯଦି ଆପଣ କରୁଛନ୍ତି ତାହେଲେ ନିଶ୍ଚିତ ଭାବରେ କାର୍ତ୍ତିକ ମାସରେ ପୁଣ୍ୟର ଫଳ ଆପଣଙ୍କୁ ଭୋଗ ହୁଏ। ଦଶମ କଥା ହେଲା ପୂଜା ପାଠ କରିବା। କାର୍ତ୍ତିକ ମାସରେ ବିଶେଷ ଭାବରେ ଆମେ ପ୍ରଭୁ ଶ୍ରୀହରିକୁ ପୂଜା କରିବା ଦରକାର। ଯେମିତି ଶ୍ରାବଣ ମାସରେ ପ୍ରଭୁ ଭୋଳାନାଥଙ୍କୁ ସମର୍ପିତ, ମାର୍ଗଶିର ମାସ ମା ଲକ୍ଷ୍ମୀଙ୍କୁ ସମର୍ପିତ, ସେହିଭଳି କାର୍ତ୍ତିକ ମାସରେ ପ୍ରଭୁ ଭଗବାନ ଶ୍ରୀହରିକୁ ସମର୍ପିତ। ତେଣୁ ଏହି କାର୍ତ୍ତିକ ମାସରେ ଆପଣ ପୂଜା ପାଠ କରିବାକୁ କେବେ ବି ଭୁଲନ୍ତୁ ନାହିଁ। ପ୍ରତଃ ସ୍ନାନ କରିସାରିବା ପରେ ସୂର୍ଯ୍ୟ ପୂଜା କରିବା, ତାପରେ ବୃନ୍ଦାବତୀଙ୍କୁ ପୂଜା କରିବା ଦରକାର, ରାଧା ଦାମୋଦର ପୂଜା କରିବା ଦରକାର। ତେଣୁ କାର୍ତ୍ତିକ ମାସରେ ଯେଉଁ ପୂଜା ପଦ୍ଧତି, ଯେଉଁ ପୂଜା ବିଧି ରହିଅଛି, ଏହି କାର୍ତ୍ତିକ ମାସରେ ଆମେ ପୂଜା କରିବା ଦ୍ୱାରା କାର୍ତ୍ତିକ ମାସର ପୁଣ୍ୟ ଫଳ ଆମକୁ ଭୋଗ ହୋଇଥାଏ। ତେବେ ବନ୍ଧୁମାନେ, ଆପଣଙ୍କୁ ଯଦି ଏହି ଭିଡ଼ିଓଟା ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ଶ୍ରୀ ହରି ଅବଶ୍ୟ ଲେଖିଦେବେ ଏବଂ ଯଦି ନୂଆ କରି ଚ୍ୟାନେଲଟିକୁ ଦେଖୁଛନ୍ତି ତାହେଲେ ସବସ୍କ୍ରାଇବ୍ ମଧ୍ୟ କରିଦେବେ। ଧନ୍ୟବାଦ।